ସାଙ୍ଗମାନେ ଆମେ ଦିଏ ପ୍ରଥମ ଥର କରି ବ୍ଲଗ୍ ଟ୍ରାଏ କରୁଛୁ, ଲାଜ ବି ଟିକେ ଲାଗୁଛି। ହ୍ୟାଲୋ ସାଙ୍ଗମାନେ, ଆମେ ବି ଯାଉଛୁ ଗୋଟେ ଭଲ କାମରେ, ମନ ବି ଟିକେ ଟିକେ ଦୁଃଖ ଲାଗୁଛି। ଆପଣମାନେ ଆଗକୁ ବ୍ଲଗ୍ସ ଦେଖିଲେ ଜାଣିପାରିବେ ମନଟା କାହିଁକି ଦୁଃଖ ଲାଗୁଛି। ଆସିଗଲା ଏଇଟା ଆମର ପୀର ବାବାଙ୍କ ମସଜିଦ୍। ଏଠି ଲୋକମାନେ ଅର୍ଶ ରୋଗର ଚିକିତ୍ସା ପାଇଁ ମଧ୍ୟ ମାନସିକ କରନ୍ତି, ଭଲ ହେଇଗଲେ ଏଠି ଡୋରି ଫୋରି ଲଗାନ୍ତି। ଏଇଟା ଜାହାନିଆରେ ଅଛି। ଆଉ ସବୁଠୁ ବଡ଼ କଥା ହେଲା ଏଇ ଜାଗାରେ ସାଇବାବାଙ୍କର ମନ୍ଦିରଟେ ବି ଅଛି। ଛୋଟଟିଏ ହେଲେ ବି ସାଇବାବା ଏଠି ପୂଜା ପାଆନ୍ତି। ହିନ୍ଦୁ ମୁସଲମାନ ସମସ୍ତେ ଏଠି ମିଳିମିଶି ଆସନ୍ତି। ବିଚ୍ ପାଖରେ ପହଞ୍ଚିଲା ବେଳକୁ ସମୁଦ୍ର ଆଉ ଖରାକୁ ଦେଖି ଶୋଷ ଲାଗିଲା। ସମୁଦ୍ର ପାଣି ତ ଆଉ ପିଇ ହେବନି, ଆମେ ଚାଲିଲୁ ଡ୍ରିଙ୍କ ପିଇବାକୁ। ଡ୍ରିଙ୍କକୁ ଦେଖି ମ୍ୟାଡ଼ାମଙ୍କ ଖୁସି ପୁରା ଅଲଗା ପ୍ରକାର। ତାଙ୍କ ଖୁସି ଦେଖି ମୋତେ ବି ଖୁସି ଲାଗିଲା। ସୋ ମରିଲା ପରେ ଆମେ ଯେଉଁଥିପାଇଁ ଆସିଥିଲୁ ସେଥିପାଇଁ ଚାଲିଗଲୁ ସମୁଦ୍ର କୂଳ ଆଡ଼କୁ। ପ୍ରକୃତରେ କଥା ହେଲା, ଆମ ଘରେ ବାସୁଦେବଙ୍କର ନୂଆ ବିଗ୍ରହ ସ୍ଥାପନା ପରେ ଆମେ ପୁରୁଣା ବିଗ୍ରହକୁ ସମୁଦ୍ରରେ ବିସର୍ଜନ କରିବା ପାଇଁ ଆଣିଥିଲୁ। ଘରେ ନୂଆ ବିଗ୍ରହ ସ୍ଥାପନା ପରେ ମନରେ ଖୁସି ତ ଥିଲା, ହେଲେ ଯେଉଁ ଠାକୁରକୁ ଆମେ ଆଜି ଯାଏ ପୂଜା କରୁଥିଲୁ ତାକୁ ସମୁଦ୍ରରେ ବିସର୍ଜନ କରିବାର ବଡ଼ ଦୁଃଖଟିଏ ବି ମନରେ ଥିଲା। ଜଗାକୁ ସାଥିରେ ନେଇ ଗଲାବେଳେ ଆଖିରେ ଲୁହ ଜକେଇ ଆସୁଥାଏ। ସମୁଦ୍ରର ଲହରୀ ଦେଖି ଲାଗୁଛି ଯେମିତି ସେ ଜଗାର ପାଦ ଧୋଇ ଦେବାକୁ ତା ଆଡ଼କୁ ମାଡ଼ି ମାଡ଼ି ଆସୁଛି। ସତରେ ସେ ମୁହୂର୍ତ୍ତ କି ଆକର୍ଷଣୀୟ ଥିଲା। ଏ ଅନୁଭୂତି କିଛି କହି ହେଉନି। ସତରେ ଖୁସି ଲାଗୁଛି କି ଦୁଃଖ ଲାଗୁଛି। ଜଗାକୁ ନେଇକି ଗୋଟେ ଛୋଟିଆ ଭିଡ଼ିଓଟିଏ କରିଛି, ଦେଖିବା। ଜଗାକୁ ବିସର୍ଜନ କରିବାକୁ ନେଲା ବେଳେ ଯେମିତି ଲାଗୁଥାଏ ଦେହରେ ଜୀବନ ନଥାଏ, ସତେ ଯେମିତି ତା ପ୍ରତି ମୋହ ବଢ଼ି ବଢ଼ି ଯାଉଥାଏ। ମନରେ ବହୁତ କଷ୍ଟ ରଖି ଯେତେବେଳେ ମୁଁ ତାକୁ ତଳେ ଥୋଇଦେଲି, ଲାଗିଲା ଯେମିତି ସମୁଦ୍ର ଦେବତା ତାକୁ ଖୁସିରେ ଗ୍ରହଣ କରିନେଲେ। ସମୁଦ୍ର କୂଳରେ ଜଗାକୁ ରଖି ଆମେ ସମୁଦ୍ର ଆଡ଼କୁ ଚାହିଁ ରହିଲୁ। ତୁମ ରାଗ ଭୋଗୀ ମୁଁ ତୁମ ଭୋଗ, ମୋ ଦେହରୁ ଜୀବନ ଫେଡ଼ି ତ ଦେହରେ ଯୋଡ଼ି ଦେ। ଏ ଜଗତ କଳା ଅନ୍ଧାରରେ ମତେ ମିଶେ